ଧାନ ଗଛ ଲଗାଇବାର ତ ବଡ଼ ତ ହେଇଯାଇଛି, ଏବେ ଦେଖାଯାଉଛି ଚାରିପଟେ ହଳଦିଆ ହେଇଯାଉଛି। କେତେବେଳେ ଦେଖାଯାଉଛି ଯେ ପତ୍ର ଗୋଡ଼ାର ଅଗପଟେ ହଳଦିଆ ହେଇଯାଉଛି, କେତେବେଳେ ଦେଖାଯାଉଛି ମଝିରେ ହଳଦିଆ ହେଇଯାଉଛି। ତାହେଲେ ହଳଦିଆ ରଙ୍ଗ ଜାଣିପାରିବା କେମିତି ଯେ କେଉଁ ରୋଗଟା ହେଇଛି, କେଉଁ ଭିଟାମିନ୍ର ଅଭାବ କି ସାରର ଅଭାବ? ତାହେଲେ ଆମେ ଆଜି ଜାଣିବା ନାଇଟ୍ରୋଜେନ୍ର ଅଭାବ ହେଲେ କେଉଁଟା ହେବ। ନାଇଟ୍ରୋଜେନ୍ର ସାଧାରଣତଃ ଅଭାବ ହେଲେ ଆମର ପୁରା ପତ୍ର ଗୋଡ଼ା ତଳ ପତ୍ରରୁ ଆରମ୍ଭ କରି ଉପର ପଡ଼ିଲେ ହାଲକା ହଳଦିଆ ହଳଦିଆ ହେଇକି ଉପର ପର୍ଯ୍ୟନ୍ତ ପଳାଇଯିବ। ତାହେଲେ ପ୍ରଥମେ ଦେଖିବେ ତଳ ପତ୍ର ଗୋଡ଼ା ଆଗରେ ହଳଦିଆ ହେଇଯିବ, ତାହେଲେ ଜାଣିବା ଆପଣଙ୍କ ଗଛରେ ଧାନ ଗଛରେ ନାଇଟ୍ରୋଜେନ୍ର ଅଭାବ ହେଇଯାଇଛି। ନାଇଟ୍ରୋଜେନ୍ ମାନେ ୟୁରିଆ, ତାହେଲେ ଅଳ୍ପ ଅଳ୍ପ କରି ହାଲକା ହାଲକା କରି ୟୁରିଆ ଦେବେ। ଯେମିତି ପଟାସର ଅଭାବ ହେଇଗଲେ ଦୁଇ ସାଇଡ଼୍ରେ ହଳଦିଆ ହେଇକି ବାଦାମୀ ରଙ୍ଗ ହେଇକି କର୍ଣ୍ଣରରେ ଟିପରେ ଉପରେ କଳା ହେଇକି ଶୁଖି ଶୁଖି ଆସିଥିବ, ତଳ ପତ୍ରରେ ଆଗ ଦେଖାଯିବ। ସେମିତି ବିଭିନ୍ନ ପ୍ରକାର କାରଣ ପାଇଁ ପତ୍ର ହଳଦିଆ ହୁଏ ଧାନ ଗଛରେ। ତ ଏଇ ନାଇଟ୍ରୋଜେନ୍ର ଅଭାବ ହେଲେ ପୁରା ପତ୍ରଟା ହଳଦିଆ ହେଲେ ଆପଣ ଜାଣିପାରିବେ ଯେ ଏଇଟା ନାଇଟ୍ରୋଜେନ୍ର ଅଭାବ ବା ୟୁରିଆର ଅଭାବ ହେଇଛି। ଆଉ ଯଦି ମାର୍ଜିନ୍ ସାଇଡ଼୍ରେ ହଳଦିଆ ହେଇକି ଟିପ ଶୁଖିଯିବ, ତାହେଲେ ଜାଣିବେ ଆପଣଙ୍କ ପଟାସର ଅଭାବ ହେଇଛି। ଏମିତି ବିଭିନ୍ନ ପ୍ରକାର ହଳଦିଆ ଅଛି। ଆଜି ଏଇ ଦୁଇଟା ଜାଣନ୍ତୁ, ପରବର୍ତ୍ତୀରେ ଆହୁରି ନେକ୍ସଟ ଗୁଡ଼ା କହିବି କେଉଁ ରୋଗର କେମିତି ଡିଜିଜ୍ର ସିମ୍ପଟମ୍। ତାହେଲେ ମୋତେ ସବସ୍କ୍ରାଇବ୍ ଓ ଫଲୋ କରିବାକୁ ବିଲକୁଲ ଭୁଲିବେନି।